ତ ଏ ଭିଡ଼ିଓରେ ମୁଁ ସ୍ପେଶିଆଲି ଦୁଇଟା ଗଛକୁ ବା ଦୁଇଟା ଯେଉଁ ଆମେ ମଞ୍ଜି ପୋତିଥିଲେ, ଗୋଟେ ଏଟା ଆଉ ଗୋଟେ ସେ ଲାଷ୍ଟଟା, ସେଥିରେ ଯେଉଁ ଅଛି ଆମେ ଦୁଇଟା ମଞ୍ଜି ପୋତିଥିଲେ। ଆଉ ତା'ର ମାନେ କ'ଣ କହିଲେ, ମାନେ ଏଠି କ'ଣ ହେଇଛି, ଏ ଦୁଇଟା ବହୁତ ଭଲସେ ଗ୍ରୋ କରୁଛନ୍ତି। ତ ଆହାର ମାନେ ବହୁତ ହି ଭଲ ଲାଗୁଛି। ଏଇଟା ବହୁତ ହି ଭଲ କଥା କି ମାନେ ଯାହା ମଞ୍ଜି ତ ଏଇଟା ଟିକେ କ'ଣ ଏଇଟା ଉପାଡ଼ି ଦେବା। এই ଦେଖନ୍ତୁ, ମାନେ ଯଦି କିଛି ଗଛ ଆପଣ ଏମିତି ଲଗାଉଛନ୍ତି ଘରେ, କି କିଛି ବି କେଉଁ ଜାଗାରେ ଯେମିତି ଗଛ ଲଗାଉଛନ୍ତି, ମାନେ ଯାହାହେଲେ ବି ଗଛ ଲଗାଉଥିଲା ବେଳେ ମାନେ ଦେଖୁଥିବେ, ଯଦି ଆପଣ ଲଗାଉଛନ୍ତି ଗୋଟେ ଛୋଟ ଜାଗାରେ ଲଗାଉଛନ୍ତି କି ଏମିତି କିଛି ଜାଗାରେ ଲଗାଉଛନ୍ତି, ତ ଆପଣ ଯେଉଁ ମଞ୍ଜି ପୋତିଥିବେ କି ଯେଉଁ ଗଛ ଲଗେଇଥିବେ, ସେ ଗଛକୁ ଛାଡ଼ିଦେଲେ ଆଉ ତା ଜାଗାରେ ଯଦି ଆଉ କିଛି ଗଛ ଉଠୁଛି, ଦେନ୍ ତାକୁ ଉପାଡ଼ି ଦିଅନ୍ତୁ। ନହେଲେ ଆପଣଙ୍କର ଯେଉଁ ମେନ୍ ଗଛ ଆପଣ ଯେଉଁଟା ଲଗେଇଛନ୍ତି ସେଇଟା ଉଠିବ ନାହିଁ, ତା ଜାଗାରେ ସେଇଟା ମାନେ ଉଠିବ, ବାସ୍ ସେଇଟା କ'ଣ କି ଟିକେ ସ୍ଲୋ ହେଇଯିବ। ବିକଜ୍ ଆଉ ଯଦି ଅଲଗା ସବୁ ଯାକ ପ୍ଲାଣ୍ଟ ରହିଲା, ଯଦି ଧର ମୁଁ ଏଠି ଗୋଟେ ଗଛଟା ଉଠେଇଲି, ଏଇଟା ଧର ଲଗେଇଛି, ଆଉ ଦେଖନ୍ତୁ ଏଠି ଆଉ ଗୋଟେ ଛୋଟ ମାନେ କ'ଣ ଏଇଟା କେଉଁ ଗଛ ଗୋଟେ ଉଠିଯାଇଛି, କିନ୍ତୁ ମୋ ମେନ୍ ଗଛ କେଉଁଟା ଏଇଟା, ଦେନ୍ ମୁଁ ଯଦି ଏଠି କ'ଣ କରିବି କି ଏଇ ଗଛ ଆଉ ଏଇ ଗଛ ଦୁଇଟାକୁ ଏକା ସାଙ୍ଗେ ଉଠେଇବି, ତାମାନେ ଏଇ ଗଛର ଗ୍ରୋଥରେ ସ୍ଲୋ ହେଇଯିବ। ତ ଆମକୁ ତ ଏ ଗଛ ଦରକାର ନାହିଁ ନା, ଏଇଟା ତ ତା ମନ ଇଚ୍ଛା ଉଠିଛି, ଦେନ୍ ଏଇଟାକୁ ଆମେ ଉପାଡ଼ି ଦେବା। ଏଇଟା ଉପାଡ଼ି ଦେଲେ କ'ଣ ହେବ ନା, ସବୁ ଯାକ ଏନର୍ଜି ଗଛର କ'ଣ ହେବ ନା ଆ ଉପରକୁ ଯିବ। ଏମିତି ସବୁ ଯାକ ଗଛକୁ ଉପାଡ଼ି ଦେବା। ଯେଉଁ ଗଛ ଗୁଡ଼ାକ ମାନେ ବେଫାଲତୁରେ ଉଠିଯାଇଛି, ଯାହାକୁ ଆମର ଦରକାର ନାହିଁ, ସେଗୁଡ଼ାକୁ କାଢ଼ିଦେବା। ଯେଉଁ ଛୋଟ ଛୋଟ ଗଛ ଗୁଡ଼ାକ ସବୁଥିରୁ କାଢ଼ିଦେବା। ଏମିତି କାଢ଼ିଦେଲେ କ'ଣ ହେବ କି ଆମର ସବୁ ଯାକ ଗଛ ମାନେ ଆମର ଯେମିତି ଏଇ ଗଛ ଧର, ଏଇ ଯେଉଁ ବଡ଼ ଗଛଟା, ଏଇ ଗଛଟା ସବୁ ଯାକ ଏନର୍ଜି ତା ମାଟି ଭିତରୁ କାଢ଼ିବ। ଆଉ କିଛି ଗଛ ଯେମିତି କାଢ଼ିବ ନାହିଁ। ଏମିତି ସବୁ ଯାକ ଗଛକୁ ବାସ୍ ଏମିତି କାଢ଼ିଦେବା। ଏମିତି ସବୁ ଯାକ ଗଛକୁ କାଢ଼ି ସାରିଲା ପରେ ଏଇଟା ବି କାଢ଼ିଦେବା। ଦେନ୍ ଏଠି ବି ବହୁତ ସାରା ଏମିତି ବେକାର ଗଛ ଉଠିଯାଇଛି, ଏଇଟା ବି କାଢ଼ିଦେବା। ଦେନ୍ ଆ ଭିତରେ କିଛି ଏମିତି ଉଠି ନାହିଁ, କିନ୍ତୁ ଏଠି ଗୋଟେ ଉଠୁଛି। ଏଇଟା ଆମେ ରଜନୀଗନ୍ଧା ପୋତିଥିଲୁ, କିନ୍ତୁ ରଜନୀଗନ୍ଧା ଜାଗାରେ ଏମିତି ବହୁତ ସାରା ଉଠିଯାଇଛି, ତ ଏଇଟାକୁ ଆମେ ଏମିତି କାଢ଼ିଦେବା। କିନ୍ତୁ ଆମର ବଡ଼ ଡ୍ରମ୍ରେ ଏମିତି ବହୁତ ସାରା ଗଛ ଅଛି, ଯେଉଁ ଜାଗାରେ ଆମେ ଯେଉଁଟା ଲଗେଇଛୁ, କିନ୍ତୁ ଯେଉଁଟା ନ ଲଗେଇବା କଥା ସେଇଟା ବି ବେଶୀ ଉଠିଯାଇଛି। ଦେନ୍ ଏଇଟା ଗୋଟେ ରହିଲା, ଏଇଟାକୁ ଏମିତି କାଢ଼ିଦେବା। ଦେନ୍ ଆଉ କିଛି ଯଦି ରହିଛି ଏଇଠି, ଯେମିତି ଏଇଗୁଡ଼ାକ ଏମିତି ଉପାଡ଼ି ଦେବା। ଏମିତି ଉପାଡ଼ି ଦେଲେ କ'ଣ ହେବ ନା, ଯେଉଁ ଗଛ ଆମ ଯେଉଁ ଏନର୍ଜି ଆମ ଗଛକୁ ଦରକାର, ସେ ଏନର୍ଜି ଓନ୍ଲି ସେ ଗଛ ହିଁ ନେବ। ଆଉ କେଉଁ ମାନେ ଗଛ ସେ ଏନର୍ଜି ନେଇପାରିବେ ନାହିଁ। ନେଲେ କ'ଣ ହେଇଛି, ଆମର ଯେଉଁ ମେନ୍ ଗଛ, ଆମେ ଯେଉଁ ଗଛ ଲଗେଇଛୁ, ସେଗୁଡ଼ାକ ମାନେ ତାଙ୍କର ଗ୍ରୋଥରେ ପ୍ରୋବ୍ଲେମ୍ ହେଇଯିବ। ତ ଏମିତି କାଢ଼ିଦେବା ପାଇଁ ମୁଁ ଆସିଛି। ଏଠି ଦେଖନ୍ତୁ ଏମିତି ବହୁତ ସାରା ଗଛ ଯେମିତି ମାନେ ଅନା ଗଛ ଯେଉଁଗୁଡ଼ାକ ମାନେ ଦରକାର ନାହିଁ ଉଠିବା, ସେଗୁଡ଼ା ଏମିତି ଉଠିଯାଇଛି। ସେଗୁଡ଼ା ଆପଣ ଏମିତି କାଢ଼ିଦେବେ। କାଢ଼ିଦେଲେ କ'ଣ ହେବ ନା, ସବୁ ଏନର୍ଜି ଆମ ମେନ୍ ଗଛକୁ ମିଳିଯିବ। ଠିକ୍ ଅଛି। ଏଠି ଦେଖିଲେ ସବୁଯାକ ଗଛ ଆମେ ଯାହା ଯେଉଁ ଗଛ ଦରକାର ସେଇ ଗଛ ରଖିକି, ଆଉ ସବୁଯାକ ଗଛକୁ ଆମେ ନର୍ମାଲି ଉପାଡ଼ି ଦେବା। ଓକେ, ଦେନ୍ ଏଠି ଆମେ ସବୁଯାକ ଗଛକୁ ଭଲ ଭାବରେ ଉପାଡ଼ି ସାରିଲୁଣି। ଆଉ ଏଠି ଦେଖନ୍ତୁ, ଆଉ ଏଠି ବହୁତ ସାରା ଗଛ ଏମିତି ରହିଯାଇଛି। ଏମିତି ସବୁଯାକ ଗଛକୁ ଉପାଡ଼ି ଦେବା। ଏଠି କ'ଣ ଗୋଟେ ରହିଛି, ଏଇଟା ଉପାଡ଼ିବା କି ନାହିଁ ଜଣାପଡ଼ୁନି। ଏଇଟା ଆକ୍ଚୁଆଲି ସେଇ ଗଛ ନୁହେଁ ବୋଧେ, ଏଇଟା ଅଲଗା ଗଛଟା, ତଥାପି ବହୁତ ବଡ଼ ହୋଇଯାଇଛି। ଏଇଟାକୁ କିନ୍ତୁ ଉପାଡ଼ି ଦେବା। ଏଇ ଗଛଟା ଆମର କିଛି ଦରକାର ନାହିଁ, ଏଇ ଗଛଟା ଆମକୁ କିଛି ଦରକାର ନାହିଁ, ବଟ୍ ଏଇଟା ଏମିତି ଉଠିଯାଇଛି, ତାକୁ ଏମିତି ଉପାଡ଼ି ଦେବା ମନେ ରଖିକି। ଦେନ୍ ଠିକ୍ ଅଛି, ଏବେ ସବୁ ଯାକ ଗଛ ଆମର ପ୍ରିପେୟାର ହେଇଯାଇଛନ୍ତି, ଭଲସେ ପ୍ରିପେୟାର ହେଇଯାଇଛନ୍ତି। ଏଠି ବି ଭଲସେ ରହିଯାଇଛି, ସେ ଗଛ ଏ ଗଛରୁ ଆରମ୍ଭ କରିକି ଏ ଗଛ ଯାଏଁ ସବୁ ଯାକ ଭଲସେ ଏବେ କମ୍ପ୍ଲିଟଲି ପ୍ରିଫର୍ମ ହେଇଯାଇଛି। ଆମେ ଯେମିତି ଉପାଡ଼ି ଦେଇଛେ। ତ ଆପଣ ଯଦି କେଉଁ ଗଛ ଲଗାଉଛନ୍ତି, ଏମିତି କି କିଛି ଗଛ ଲଗାଉଛନ୍ତି ଆପଣଙ୍କର କେଉଁ ଛୋଟ ଜାଗାରେ, ତ ଆପଣ ଦେଖିକି ସେ ଗଛକୁ ଆପଣ ଉପାଡ଼ି ଦିଅନ୍ତୁ, ଯେଉଁ ଗଛରେ ଆପଣଙ୍କ ଦରକାର ନାହିଁ। ମାନେ ଆପଣ ଯେଉଁଟା ଲଗେଇ ନାହାନ୍ତି କିନ୍ତୁ ଉଠିଯାଇଛି, ସେ ଗଛରେ ଆପଣଙ୍କୁ କାଢ଼ି ଦିଅନ୍ତୁ। ନହେଲେ ଲାଷ୍ଟକୁ ଆପଣଙ୍କୁ ହିଁ ପ୍ରୋବ୍ଲେମ୍ ହେବ। ସେ ଗଛ ଆପଣଙ୍କ ମେନ୍ ଗଛଟା ଉଠିବାର ବହୁତ ପ୍ରୋବ୍ଲେମ୍ ହେବ। ଏଠି କ'ଣ ହେଇଛି, ସବୁଯାକ ଗଛ ଆମେ ଏମିତି କାଢ଼ିକି ଉପାଡ଼ି ଦେଇଛୁ। ଦେନ୍ ଏଠି ଆଉ ଗୋଟେ ରହିଯାଇଛି। ଏମିତି ସବୁଯାକ ଗଛକୁ କାଢ଼ିକି ଉପାଡ଼ି ଦିଅନ୍ତୁ। ଉପାଡ଼ିକି ଫୋପାଡ଼ିବା ଅପେକ୍ଷା ଆଇ ଥିଙ୍କ ଆଉ ଗୋଟେ ଜିନିଷ କଲେ ଭଲ ହେବ। ତାକୁ ଏମିତି କିଛି ଛଡ଼େଇ ଦେଇକି ଏମିତି ଛଡ଼େଇ ଦେଇକି ସବୁଯାକ ପତ୍ର ଆଉ ଗଛ ଏମିତି ଛଡ଼େଇ ଦେବା।
ଦେନ୍ ଗୋଟେ କାମ କରିବା, ଟିକେ ନା ଗୋଟେ ଖୋଳିକି ତା ଭିତରେ ଏରା ପୋତିଦେବା। ଏମିତି ହେଲେ ଗୋଟେ ଟାଇପ୍ର ମ୍ୟାନ୍ୟୁଅର୍ ଟାଇପ୍ର କାମ କରିବ। ଏମିତି ପୋତି ଦେଇକି ସମାନ କରିଦେବା, ଗୋଟେ ଟାଇପ୍ର ମ୍ୟାନ୍ୟୁଅର୍ର କାମ କରିବ ବା ସାରର କାମ କରିବ ଗୋଟେ ଟାଇପ୍ର। ଦେନ୍ ଠିକ୍ ଅଛି, ଏଠି ଆମେ ସବୁ ଜାଗ ଯେହେତୁକି ଏଠୁ ଆରମ୍ଭ କରି ସବୁ ଜାଗା ଏମିତି ଭଲସେ ଖାଲି କରିଦେଇଛୁ, ସଫା କରିଦେଇଛୁ, ସବୁ ଜାଗା ଠିକ୍ ଅଛି। ଏଇଟା ଆମ ପ୍ଲାଣ୍ଟ ସବୁ ଜାଗା ଠିକ୍ ଅଛି। ଆଉ ବାକି ରହିଲା ସେପଟ ସବୁ ଜାଗ, ସେପଟେ ସବୁ ଜାଗା ବାସ୍ ସବୁ ଜାଗା ଠିକ୍ ଅଛି, ସେ ସବୁ ଜାଗା ଗ୍ରୋ ହୋଇଯାଇଛି, ବଡ଼ ବଡ଼ ପ୍ଲାଣ୍ଟ ଗ୍ରୋ ହୋଇଯାଇଛି। ତ ତାଙ୍କୁ କିଛି ଏମିତି କାଢ଼ିବା ଦରକାର ନାହିଁ, ସବୁ ଜାଗା ପ୍ଲାଣ୍ଟ ତାଙ୍କ ଜାଗା ଏକ୍ଜାମ୍ ଠିକ୍ ଠାକ୍ ଅଛନ୍ତି। ଆମର ଏଠି ସବୁଠୁ ବାସ୍ ବଡ଼ ଭଲ କଥା ହେଲା ଏଇଟା ହେଇଯାଇଛି ଆଉ ଏଇଟା। ଆଜିର ଭିଡ଼ିଓ ସ୍ପେଶିଆଲି ମୁଁ ଏଇ ଦୁଇ ଜଣଙ୍କ ଉପରେ ବନେଇଥିଲି କି ଏଇଟା ଆଉ ଏଇଟା, ଏଇ ଦୁଇଟା ଆମକୁ ବହୁତ କଂଗ୍ରାଚୁଲେସନ୍ ଦିଆହେଉଛି କି ମାନେ ଭଲସେ ମଞ୍ଜିରୁ ଗଛ ଉଠିଯାଇଛି, ବହୁତ ଭଲ ହେଲା। ଆଉ ଏଇଟା ବି ଏମିତି ମଞ୍ଜି ବୋଧେ ରଜନୀଗନ୍ଧା ମଞ୍ଜି ବୋତା ହେଇଥିଲା, ଆଉ ଏଇଟା ବି ପୁରା ଭଲସେ ରିଫର୍ମ ହେଇଯିବ, ଭଲସେ ଉଠିଛି। ଦେନ୍ ବହୁତ ଭଲ କଥା ହେଲା, ବହୁତ ଭଲ ବଢ଼ିଆ ମାନେ ଭଲ ଜିନିଷ, ଭଲ କଥା କି ମାନେ ଏତେ ଭଲସେ ଉଠିଛି ଗଛ। ଆଉ ମାନେ ଏତେ ଖରାରେ ଗୋଟେ ସର୍ଭାଇଭ୍ କରିଛି ବୋଲି ଟିକେ ନାକୁ ଅସମ୍ଭବ ଭଳିଆ ଲାଗିଲା, କିନ୍ତୁ ଠିକ୍ ଅଛି। ଆଉ ମୁଁ ଭାବୁଛି ଟିକେ ସାଇଜ୍ କରିଦେଲେ ବି ହେବ, କିଛି ନୂଆ ଭଲସେ ରଖିବା ପାଇଁ। ଆଉ କିଛି ନୂଆ ଷ୍ଟାଇଲ୍ ନାହିଁ, ଆମେ ମନେ ଅଛି ଗାଇଜ୍ ଆମେ ଏମିତି ରଖୁଥିଲେ ଆଗରୁ। ଦେନ୍ ଏଇଟାକୁ ଏଠି, ଆଉ ଏଇଟା ଧର ଆମେ ଏମିତି ରଖିଦେବା ଏଇ ଜାଗାରେ, ଆଉ ଆଉ ଏଇଟାକୁ ଏକ୍ସଟ୍ରା ରଖିଦେବା, କାହିଁକିନା ଏଥିରେ ଗଛ ତ ଉଠି ନାହିଁ। ସୋ ଦେନ୍ ଏଇଟାକୁ ସେପାରେଟ୍ ରଖିଦେବା। ବାପରେ ବହୁତ ଓଜନ ଅଛି। ଦେନ୍ ଠିକ୍ ଅଛି, ଏଇଟାକୁ ଏଇ ସାଇଜ୍ରେ ରଖିଦେବା, ଏଇଟାକୁ ଏଠି ରଖିଦେବା। ଓକେ, ଦେନ୍ ଠିକ୍ ଅଛି। ଆଉ ଏଇଟାକୁ ଆଣିକି ଏଠି ଗୋଟେ ଗୋଲ ଟାଇପ୍ର ରହିବ, ବହୁତ ସୁନ୍ଦର ବି ଦେଖାଯିବ। ଏଇଠି ରହିଛି, ଏଇଟାକୁ ଟିକେ ଆଡ଼ିକି ନେଇ ଆସିବ। ଆଉ ଯେଉଁଟା ହେଇନାହିଁ ଧର ଏଇଟାକୁ ଆଣିକି ଏପଟେ ରଖିଦେବା। ଆଉ ଏଇଟା ଏଥିରେ କିଛି ଲାଗିଥିଲା, ସେ ଛାଡ଼, ସେ ଉଠି ନାହିଁ। ଦେନ୍ ଏଇଟାକୁ ଆଣିକି ଏଇଠି ଲଗେଇଦେବା, ଏଇଠି ରଖିଦେବା। ତ ଏଠି କ'ଣ ହେଇଛି, ଆମର ସବୁ ଯାକ ଗଛ ପୁରା ଭଲସେ ପ୍ରିପେୟାର ମାନେ ରଖିଦେଇଛି, ଭଲ ରଖିଦେଇଛି। ଆଉ ସତ କଥା କହିବି ହେଇଛି, ଖରା ଏବେ ସକାଳ ସକାଳ ଏତେ ହେଉନଥିଲା, କିନ୍ତୁ ଏବେ ଟିକେ ବେଶୀ ଖରା ବଢ଼ିଯାଇଛି। ସେପଟେ ଦେଖନ୍ତୁ କେତେ ସାରା ଫୁଲ ଫୁଟିଛି, ବହୁତ ଭଲ ଦେଖାଯାଉଛି ନା ଗାଇସ୍। ସୋ ଏବେ ବହୁତ ଖରା ହେଉଛି, ଦେଖଉଛି ଆପଣ ଝାଳ। ଏଇଟା ହେଲା ଦେଖନ୍ତୁ କେତେ ଓଦା ହେଇଛି, ଖାଲି ହାତ ମୁହଁରୁ ଆଣିକି ମାନେ କାଢ଼ିଦେଲି, କେତେ ଓଦା ହେଉଛି। ଠିକ୍ ଅଛି, ଏଠି ଏବେ ଆମେ ସବୁ ଯାକ ମାନେ ଏଠୁ ନେଇକିନା ଏ ଯାଏଁ ଗଛ ଆମର ସବୁ ଯାକ ଭଲସେ ମାନେ ଭଲ ଅଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା କି ଏଠି କିଛି ବି ଏମିତି ମାନେ ଜିନିଷ ନାହିଁ ଯାହାକି ପ୍ରୋବ୍ଲେମ୍ ହେବ ଆଗକୁ। ବାସ୍ ଗୋଟେ ଜିନିଷର ପ୍ରୋବ୍ଲେମ୍, ସେଇଟା ହେଲା ଖରା। ଯଦି ଆଗକୁ ଖରା ଆହୁରି ଜୋରସେ ବଢ଼ିଲା ତ ମୋତେ ଲାଗୁଛି କି ଗଛକୁ ଆହୁରି ଭଲସେ କେୟାର ନେବାକୁ ପଡ଼ିବ, ଆହୁରି ଭଲସେ ଟ୍ରାଏ କରିବାକୁ ପଡ଼ିବ କି ଯେମିତି କିଛି ନା କିଛି ଗୋଟେ ମାନେ କରିକି ଗଛ ଗୁଡ଼ାକୁ ଗ୍ରୋ କରେଇଦେବା। ବଟ୍ ଠିକ୍ ଅଛି, ମାନେ ଭରସା ଅଛି, ମୁଁ ନିଜ ଉପରେ ଭରସା ଅଛି, ଗଛକୁ ଆହୁରି ଭଲସେ ଗ୍ରୋ କରିବା ପାଇଁ। ପବନ ବି ଧୀରେ ଧୀରେ ହେଉଛି, ପବନ ବି ଟିକେ ଟିକେ ହେଉଛି। ଆଉ ଠିକ୍ ଅଛି, ଆଉ ଗେସ୍ କରିକି କହନ୍ତୁ କି ଆ ଦେହରେ ଆମେ ଏଇ ଯେଉଁ ଫୁଲଟା ପାଇଁ ଯେଉଁ ପତ୍ରଟା ଉଠିଛି, ଆପଣ ଆକୁ ଦେଖିକି କୁହନ୍ତୁ, କମେଣ୍ଟ କରନ୍ତୁ କି ଏଇଟା କ'ଣ, ଏଇଟା କେଉଁ ପତ୍ରଟା, ଯେଉଁଟାକି ଆମେ କେଉଁ ମଞ୍ଜି ଲଗେଇଥିଲୁ କି ଏମିତି ପତ୍ରଟା ଉଠିଛି। ଠିକ୍ ଅଛି, ଏଇଟା ତ ଆପଣ ଜାଣିଛନ୍ତି ଟେବୁଲ୍ ଗୋଲାପ ଫୁଲ, ସେଥିରେ ବି ଟେବୁଲ୍ ଗୋଲାପ ଫୁଲରେ ଗଛ ଗୁରା ଉଠିଛି, ବହୁତ ସାରା ଉଠିଛି, ଜଙ୍ଗଲ ଟାଇପ୍ର ହେଇଯାଇଛି ପୁରା। ସେଇ ଭିତରେ ଗୋଟେ ଟାଇପ୍ର ହେଇଯାଇଛି, ପୁରା ବଣ ଟାଇପ୍ର, ମାନେ ଆମ ପାଇଁ ତ ନୁହେଁ, ପିମ୍ପୁଡ଼ିମାନଙ୍କ ପାଇଁ। ଠିକ୍ ଅଛି, ଦେନ୍ ଏଠି ଦେଖନ୍ତୁ ଟେବୁଲ୍ ଗୋଲାପ ଫୁଲ, ଏଠି ବହୁତ ଭଲସେ ପୁରା ଏଇଟା ବି ଗ୍ରୋ ହେଉଛି। ତ ଠିକ୍ ଅଛି, ଆପଣ ଯଦି ମୁଁ ସ୍ପେଶିଆଲି ଭିଡ଼ିଓଟା ଆପଣମାନଙ୍କ ପାଇଁ ହିଁ କରିଥିଲି କି ଯଦି ବି ଆପଣ ଦେଖୁଛନ୍ତି କି ଆପଣ ଯେଉଁ ଗଛ ଲଗେଇଛନ୍ତି, ଆପଣଙ୍କ ଘରେ ହେଉ କି କେଉଁଠି ବି ହେଉ, ଯଦି ଗଛ ଲଗେଇଛନ୍ତି, ଆପଣ ଯଦି ଏମିତିଆ ଟାଇପ୍ର କିଛି ଛୋଟ ପ୍ଲାଣ୍ଟସ୍ ମିଳିଲା ତା ଭିତରେ, ତ ସେଇଟାକୁ ଆପଣ ଉପାଡ଼ି ଦେବେ। ଉପାଡ଼ି ଦେଲେ କ'ଣ ହେବ କି ଯେଉଁ ଏନର୍ଜି ଆପଣଙ୍କ ଗଛ ନେବା କଥା ବା ଆପଣଙ୍କ ମେନ୍ ଗଛ ଯେଉଁ ଏନର୍ଜି ନେବା କଥା, ସେଇ ଏନର୍ଜି ସିଏ ନେବ। ଆଉ ତାକୁ ଛାଡ଼ିଦେଲେ ଆଉ କେଉଁ ବି ଗଛ ତା ଏନର୍ଜି ନେଇପାରିବେ ନାହିଁ। ତ ଆପଣଙ୍କ ଗଛକୁ ଗ୍ରୋ ହେବା ପାଇଁ ବହୁତ ଭଲ ଏଫିସିଏନ୍ସି ମିଳିବ, ଗୋଟେ ଭଲ ଏଫର୍ଟସ୍ ମିଳିବ ଗ୍ରୋ ହେବା ପାଇଁ। ଦେନ୍ ସେଇଟା ଭଲସେ ଗ୍ରୋ କରିବ। ଠିକ୍ ଅଛି ଗାଇସ୍, ଏବେ ତ ସବୁ ଜାଗା ରେଡ଼ି ଅଛି, ଏବେ କିଛି ନାହିଁ। ଦେନ୍ ସବୁ ଜାଗା ଏବେ ଏଠି ସବୁ ଜାଗା ଠିକ୍ ଅଛି, ଆଉ ବହୁତ ଭଲ ଟାଇପ୍ର ଦେଖା ବି ଯାଉଛି। ଏପଟେ ସଜେଇ ଦେଇଛୁ, ଆଉ ବାକି ରହିଲା ଆମର ଏଠି ଏପଟ କଥା। ଏପଟେ ଟେବୁଲ୍ ଗୋଲାପ ଫୁଲ ଆମେ ବହୁତ ଭଲସେ ରଖିଦେଇଛୁ। ଏପଟେ ଟେବୁଲ୍ ଗୋଲାପ ଫୁଲ, ଏ ଟେବୁଲ୍ ଗୋଲାପ ଫୁଲ ଗୋଟେ ଖାସ୍ ମାନେ ବ୍ୟାଡ୍ ପଏଣ୍ଟ କି ଇଏ ସାଙ୍ଗେ ସାଙ୍ଗେ ଯେଉଁ ଦିନ ହେବେ ସେଇ ଦିନ ହିଁ ସାଙ୍ଗେ ସାଙ୍ଗେ ହିଁ ମାନେ ଇଏ ଝାଉଁଳି ଯିବେ, ବେଶୀ ସମୟ ରହିବେନି। ସବୁ ଫୁଲ ବି ଆକ୍ଚୁଆଲି ବି ଖରାଦିନ କଥା ତ ସେମିତିରେ ବି ସବୁ ଯାକ ମାନେ ଗଛ
ବା ଫୁଲ ସେମିତି ବି ମାନେ ବେଶୀ ସମୟ ରହିପାରନ୍ତି ନାହିଁ। ତ ଆଉ ଗୋଟେ କଥା ବାହାରିଲା ଆମର ଏଠି ଏଇ ଗଛଟା, ତ ସେଟା ଆପଣଙ୍କୁ ମୁଁ କହିଥିଲି କହିବା ପାଇଁ, ଗେସ୍ କରି ଏଇଟା କୋଉ ଫୁଲ ମୁଁ ବି କିଛି ବୁଝିପାରୁନି ଏଇଟା କ'ଣ ଲଗା ହେଇଛି, ମାମା ଟିକେ ଲଗେଇଛନ୍ତି। ତ ଏଇଟା କ'ଣ ଲଗା ହେଇଛି ଆପଣ ଟିକେ କୁହନ୍ତୁ। ଏମିତି କଣ୍ଟା କଣ୍ଟା ତା ଦେହରେ ଅଛି, କଣ୍ଟା ଅଛି, ହେଲେ ଜାଣିପାରୁନି ଏଇଟା କୋଉ ଗଛ କ'ଣ, ଆପଣ ବି କୁହନ୍ତୁ, ଗେସ୍ କରିକି କୁହନ୍ତୁ ଏଇଟା କ'ଣ କ'ଣ। ଦେନ୍ ଆହୁରି କଥା କି ଗୋଲାପ ଫୁଲ ଟିକେ ଦେଖିଲେ ପୁରା ବଢ଼ିଆ ସେ ଏଠି ଅଛି, ପୁରା ଭଲ ଦେଖାଯାଉଛି। ଆଉ ଗେଣ୍ଡୁ ଫୁଲ ମୋତେ ଟିକେ ଲାଗୁଛି କି ଏଥରକ ତ ମାନେ ହବନି, ଖରା ଦିନ ହବନି, ବର୍ଷା ଦିନେ ତ ବହୁତ ଜଲ୍ଦି ଗେଣ୍ଡୁ ଫୁଲ ହେଇଯିବ। ଦେନ୍ ଆଉ ଗୋଟେ ରହିଲେ ଏଠି ଗୋଲାପ ଫୁଲ ଦେଖନ୍ତୁ ଝାଉଁଳି ଗଲାଣି। ନେକ୍ସଟ ଭିଡ଼ିଓଟା ସକାଳେ ଯେଉଁ ଗୋଟେ ଭିଡ଼ିଓ ବନେଇଥିଲି ଆପଣ ପୋଷ୍ଟ ବି କରିଛି, କି ଦେଖନ୍ତୁ କେମିତି ମାନେ ଗୋଲାପ ଫୁଲଟା ଦେଖାଯାଉଥିଲା, ଏବେ ଦେଖନ୍ତୁ ଖରାରେ କେମିତି ଝାଉଁଳି ଗଲାଣି। ଏବେ ସବୁ ଜାଗା ଏତେ ଫୁଲ ହେଉଛି ହେଉଛି ତାପରେ ଭଲସେ ଝାଉଁଳିବ, ସେଥିରେ ବି କିଛି ନାହିଁ। ଠିକ୍ ଅଛି ଗାଇଜ୍, ତ ଖରା ବି ବହୁତ ଶ୍ରେଣୀ, ପାଦ ରଖିଲା ବେଳକୁ ଗାଇଜ୍ ପୁରା ତାତି ଯାଉଛି ଗୋଡ଼। ଠିକ୍ ଅଛି ଗାଇଜ୍, ତ ମୁଁ ଆସିଥିଲି ଆପଣ ଖାଲି ସ୍ପେଶାଲି କହିବା ପାଇଁ କି କେଉଁ ଗଛ ଯଦି ଆପଣ ଲଗାଉଛନ୍ତି, ଏମିତି ଲଗାଉଛନ୍ତି, ତାହେଲେ ଆପଣ କାଢ଼ି ଦିଅନ୍ତୁ ସବୁ ଛୋଟ ଛୋଟ ଗଛରା କାଢ଼ି ଦିଅନ୍ତୁ। ଯେଉଁ ଗଛ ଗୁଡ଼ାକ ଆପଣଙ୍କୁ ଆପଣ ମାନେ ଓନ୍ ପ୍ଲାଣ୍ଟ, ଯେଉଁ ପ୍ଲାଣ୍ଟ ଆପଣ ଲଗେଇଛନ୍ତି ସେ ପ୍ଲାଣ୍ଟକୁ ଗ୍ରୋ କରିବା ପାଇଁ ମାନେ ଟିକେ ନାକୁ ଲୋ ଗ୍ରୋ କରିଦେବ। ଓକେ, ଦେନ୍ ଠିକ୍ ଅଛି, ଏବେ ଆମେ ଯିବା ଆଉ ନେକ୍ସଟ ଭିଡ଼ିଓ ଦେଖା ହେବା। ଏବେ ପାଇଁ ଗାଇଜ୍ ବାଏ ବାଏ।